ଆକାମା ବଇ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧର୍ମ ମୋର। ଜୟ ଜଗନ୍ନାଥ। ହେଲୋ ସାଙ୍ଗମାନେ, ତ ପଞ୍ଚୁକର 5 ଦିନ ସାରା ଆମେ ଗାଁରେ ପରିକ୍ରମା କରୁଥିଲୁ। ଗାଁର ଯେତେ ସବୁ ମନ୍ଦିର ଆମେ ସବୁ ଦର୍ଶନ କରିଲୁ। ତ ଆଜି ବାହାରି ପଡ଼ିଲୁ ପୁଣି ଶାଶୁମା ଆଉ ମୁଁ ଆଉ ମୋ ସ୍ୱାମୀ। ତ ଯେହେତୁ ଆମେ 5 ଦିନ ସାରା ପରିକ୍ରମା କରୁଛୁ ତ ଲାଷ୍ଟ ଦିନ ଯିବା ପାଇଁ ତ ପଡ଼ିବ ନା। ତ ଏଇଠି ଆମର କୀର୍ତ୍ତନ ମଣ୍ଡଳୀ ସହ ଆମେ ଯାଇକି ସବୁ ମନ୍ଦିର ଦର୍ଶନ କରି ଆସିଲୁ। ତ ଯେହେତୁ ଲେଟ୍ ହେଇଗଲାଣି, ଡଙ୍ଗା ଭସିବା ପାଇଁ ଭୋର ଟାଇମ୍ ଦରକାର ନା। ତ ଆମ ଲେଟ୍ ହେଇଗଲାଣି ପରିକ୍ରମା କରିବା ସହିତ। ସେତେବେଳକୁ ଆମ ମାମୁଁ ଘର ଆଈ ମାଉସୀ ମାଇଁ ସବୁ ଆସିକି ଆମ ଗଡ଼ିଆରେ ପହଞ୍ଚିଗଲାଣି ଡଙ୍ଗା ଭସିବା ପାଇଁ। ତ ସମସ୍ତେ ମିଳିମିଶି ଆମେ ଏଠି ଡଙ୍ଗା ଭସିବା କାର୍ଯ୍ୟକ୍ରମ ସାରିଦେଲୁ। ତ ଏଇଠି ଆମେ ସମସ୍ତେ ସବୁ ଭୁଲିଛନ୍ତି କ'ଣ ଏଇ ଶ୍ଲୋକ କହିବା ପାଇଁ। ସେଇଠି ମୁଁ କହୁଛି ଆକା ମା ବଇ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧର୍ମ ମୋର। ଏଇଠି ଏମିତି ଆମେ ଏନ୍ଜୟ କରିକି ମଜାମସ୍ତି କରିକି ଟିକେ ଧର୍ମ କାମ ବି କରିଦେଲୁ। ତ ଚାଲନ୍ତୁ, ଏଇଠି ଆମର ଏଇ ଜଣେ ଆମ ଦେଉର ଛୁଆଟା ଅଛି, ସାନ ଛୁଆଟା, ପୁଣି ତାଙ୍କ ମା ମୋତେ ଦେଇଥିଲା ଡଙ୍ଗା ଭସିବା ପାଇଁ। ସିଏ କହୁଛି ମୁଁ କ'ଣ ଝିଅ ନାଇଁ ଡଙ୍ଗା ଭସେଇବି। ଇଏ ବାବୁରାମ ଏଇଠି ଆମ କହିଲେ ମୁଁ ଟିକେ ଆଜି କୁମ୍ପି ଲଗେଇବି। କହିଲେ ମୋ କାହିଁ ନା ନିଅ ତମ ପାଇଁ ଛରଛରି। ତ ଏସବୁ କାମ ସାରିକି ଆମେ ଛରଛରି ଫରଛରି ଲଗେଇଥିଲୁ। ତ ଯେହେତୁ ସବୁ ଡଙ୍ଗା କାମ ସରିଗଲା, ଏଠି ମୁଁ ଆସିକି ପହଞ୍ଚିଗଲି ମୁରୁଜ ପାଇଁ। ତ ବହୁତ ଲେଟ୍ ହେଇଗଲାଣି ତ ମୁରୁଜ ଦେଇନଥିଲି। ଏଠି ମୁଁ ଆମର କାଳିଆ ବଳିଆ ସୁଭଦ୍ରା କରିଛି। ଯେହେତୁ ତୁଳସୀ ଚଉରାଟା ଆମର ଟିକେ ଛୋଟ, ତ ସେଥିପାଇଁ ମୁଁ ଟିକେ କମ୍ ଜାଗାରେ କମ୍ ଟିକେ କରିବା ପାଇଁ ପଡ଼ିଲା ଆଉ। ତ ଆପଣମାନେ କେମିତି ପଞ୍ଚୁକ ବ୍ରତ ପାଳନ କରୁଛନ୍ତି ଟିକେ କମେଣ୍ଟ ମାଧ୍ୟମରେ କହିବେ। ଦେଖନ୍ତୁ, ଆମେ ହବିଷ ଟାଇପ୍ରେ ଖିଆ ହେଉଛି, ଉଆ ଚାଉଳ ଭାତ କଦଳୀ ପତ୍ର ସହ। ତ ଭିଡ଼ିଓଟି କେମିତି ଲାଗିଲା ଲାଇକ୍ କମେଣ୍ଟ ଆଉ ସବସ୍କ୍ରାଇବ୍ କରି ରଖୁଛି। ବାଇ ବାଇ, ଜୟ ଜଗନ୍ନାଥ।